ଡାଭିଡ୍ କାକ୍ସଟନ୍ ଓ ଗ୍ରୀନୱେ ପାର୍କର ଏକ ସନ୍ଧ୍ୟା। ଲେଖକ ଶ୍ରୀ ମନୋଜ ଦାସ। ଭଲ ଲାଗେ ଅଦୂରର ସେ ପାଇନ୍ ବନସ୍ତ ଏବଂ ଡାଭିଡ୍ କାକ୍ସଟନ୍ଙ୍କୁ। ଆହୁରି ବି ଭଲ ଲାଗେ ଗ୍ରୀନୱେ ପାର୍କର ଏକ କୋଣିକିଆ ବେଞ୍ଚରେ ବସି ରହି ମୁଣ୍ଡ ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ଯୁକ୍ତିକୁ ପାକୁଳାଇବା ପାଇଁ। ସେ ଥରେ ଦ୍ୱିପହରରେ ସ୍ୱପ୍ନ ଦେଖିଥିଲେ ଯେ ସେ ବୃଦ୍ଧ ନୁହନ୍ତି, ଯୁବକ। ଫୁଟବଲ ଖେଳିବାକୁ ଯାଉଛନ୍ତି। ମୋଜା ପିନ୍ଧୁ ପିନ୍ଧୁ କେତେଜଣ ବନ୍ଧୁଙ୍କ ସହ ପ୍ରମୋଦ ଆଳାପରେ ମତ୍ତ ରହି ବହୁତ ହସୁଛନ୍ତି। ସ୍ୱପ୍ନର ସେ ହସ କିନ୍ତୁ ବାସ୍ତବରେ ଏକ ଅସ୍ୱାଭାବିକ ଶବ୍ଦ ରୂପେ ତାଙ୍କ କଣ୍ଠରୁ ନିର୍ଗତ ହେଉଥିଲା ଓ ସେଥିରେ ଭୟଭୀତ ହୋଇ ବିଶ୍ରାମ ଜରା ନିବାସରେ ତାଙ୍କ ପ୍ରତିବେଶିନୀ ମିସ୍ ମୋବାର୍ଲି ତାଙ୍କ କୋଠରୀରୁ ଦୌଡ଼ି ଆସି ତାଙ୍କୁ ଉଠାଇ ଦେଇ ସହାନୁଭୂତି ଭରା କଣ୍ଠରେ କହିଥିଲେ, ମିଷ୍ଟର କାକ୍ସଟନ୍, ତୁମକୁ ଭୂତ ମାଡ଼ି ବସିଲା ନିଶ୍ଚୟ। ଆଚ୍ଛା, ସେ ଭୂତର କାନ ଯୋଡ଼ିକ ମୂଷା କାନ ଭଳି ନା? ମୁଁ ନିଃସନ୍ଦେହ ସେ ଛୋଟ ଲୋକ ଭୂତଟା ମୋତେ ବି 15 ଦିନରେ ଥରେ ମାଡ଼ି ବସେ। ତେବେ ମିସ୍ ମୋର୍ବାଲିଙ୍କ ଏ ଉକ୍ତିକୁ ସେ ପ୍ରାସଙ୍ଗିକ ବୋଲି ବିଚାର କରନ୍ତି ନାହିଁ। ଯେଉଁ ଉକ୍ତିରେ ସେ ଉଦ୍ବୁଦ୍ଧ ଅନୁଭବ କରନ୍ତି, ତାହା ହେଲା, କିଏ କହିବ ସେ ସ୍ୱପ୍ନଟା ବାସ୍ତବ ନୁହେଁ? ସେ ନିଜକୁ ବୃଦ୍ଧ ବୋଲି ଦେଖୁଛନ୍ତି, ଏଇଟା ସେ ପ୍ରକୃତିରେ ଯୁବକ ଥାଇ ସ୍ୱପ୍ନ ଭାବରେ ଦେଖୁନଥିବେ କାହିଁକି? ନିଦ୍ରାଭଙ୍ଗ ପରେ ସେ ଅବଶ୍ୟ ଦେଖିଲେ ଯେ 4 ଦିନ ତଳେ ତାଙ୍କର 85 ଜନ୍ମ ବାର୍ଷିକ ଉପଲକ୍ଷେ ବିଶ୍ରାମ ଅନ୍ତେବାସୀ ମାନେ ତାଙ୍କୁ ଦେଇଥିବା ବଧେଇ କାର୍ଡ ଓ ଜାମ୍ ବୋତଲଟି ସେ ଯାଇ ଟେବୁଲ ଉପରେ ଥୁଆ ହୋଇଥାଏ। କିନ୍ତୁ ତାହା ବି ତ ସ୍ୱପ୍ନ ହୋଇଥାଇପାରେ। ଏ ଯୁକ୍ତିରେ ଦୀର୍ଘକାଳ ଉଦ୍ବୃଦ୍ଧ ରହିବାରେ ଅନେକ ପ୍ରତିବନ୍ଧକ ଦେଖାଦିଏ। ଉଦାହରଣ ସ୍ୱରୂପ, ସେଦିନ ତାଙ୍କର ସହପାଠୀ ଭୂତପୂର୍ବ ରାଜକୁମାର ପ୍ରତାପ ସିଂଙ୍କୁ ସେ କଥା ପ୍ରସଙ୍ଗରେ କହିଥିଲେ, ତମେ ଲକ୍ଷ୍ୟ କରିଛ କି ନା ଜାଣେ ନା, ଆଜିକାଲି ଗୁଣ୍ଡୁଚିମାନେ ଭୀଷଣ ଦାମ୍ଭିକ ହୋଇଗଲେଣି। 30 ବର୍ଷ ହେଲା ମୁଁ ଏଠାରେ ବସି ଆସିଛି। ଗୁଣ୍ଡୁଚିମାନଙ୍କୁ ଲକ୍ଷ୍ୟ କରିବା ମୋର ଅନ୍ୟତମ କାମ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନେ ମୋତେ ଦେଖିଲେ ଛାନିଆ ନ ହୁଅନ୍ତୁ, ଅନ୍ତତଃ ସଂକୋଚ କରୁଥିଲେ। ଜଣେ ଜଣେ ଗୁଣ୍ଡୁଚି ମଧ୍ୟେ ମଧ୍ୟେ ମୋତେ ଅଭିବାଦନ ବି କରିଥାନ୍ତି। ଏଣିକି ସଂକୋଚ ତ ଦୂରର କଥା, ଗତକାଲି ଗୋଟିଏ ନେତୃସ୍ଥାନୀୟ ଗୁଣ୍ଡୁଚି ମୁଁ ବସିଥିବା ସତ୍ତ୍ୱେ ଏ ବେଞ୍ଚ ଉପରକୁ ଚଢ଼ି ଆସି ମାତ୍ର 2 ଫୁଟ ଦୂରରୁ ମୋତେ ଏମିତି ଭାବରେ ପର୍ଯ୍ୟବେକ୍ଷଣ କରୁଥାଏ, ଯେମିତି ମୋତେ ଯୋଗ୍ୟ ବିଚାରିଲେ ସେ ଚାକିରିଟାଏ ଦେଇଦେବ। ଉଦ୍ଧତ। ଭୂତପୂର୍ବ ରାଜକୁମାର ପାଇପ୍ରେ ତମ୍ବାକୁ ଖୁନ୍ଦି ଖୁନ୍ଦୁ କହୁଥିଲେ, ଗୁଣ୍ଡୁଚି ଯେମିତି ଥିଲା ସେମିତି ଅଛି, ତମେ ବଦଳିଛ। ତମେ ଏଡ଼ିକି ନିଷ୍ପନ୍ଦ ଭାବରେ ବସି ରହୁଛ ଯେ ଗୁଣ୍ଡୁଚି ଭାବୁଛି ଗୋଟାଏ କୁମ୍ଭୀର ଛାଲ କିଏ ପକାଇ ଦେଇ ଯାଉଛି। ଏଣୁ ସେ ନିର୍ଭୟରେ ମାଡ଼ି ଆସୁଛି। ଆସୁ ଦେଖିବା ତ ମୋ ପାଖକୁ। ଡାଭିଡ୍ ଏ କୈଫିୟତ ପସନ୍ଦ କରିନଥିଲେ। ପ୍ରତାପ ସିଂଙ୍କର କଥାରେ ନିହିତ ଅସଙ୍ଗତି ଧରିବାକୁ ବିଳମ୍ବ ହେଉନଥିଲା। ଘରକୁ ଫରିବା ମାତ୍ରେ ସେ ଦର୍ପଣରେ ନିଜକୁ ଦେଖୁଥିଲେ। ତାଙ୍କ ଚମଡ଼ା କୁମ୍ଭୀର ଚମଡ଼ା ଭଳି ଦିଶୁଥାଇପାରେ, କିନ୍ତୁ ସମୁଦାୟ ତାଙ୍କୁ କୁମ୍ଭୀର ଛାଲ ଭାବରେ ବର୍ଣ୍ଣନା କରିବା ଅସମୀଚୀନ। ସେ ଶିକ୍ଷକ ଥିଲାବେଳେ ପ୍ରତାପ ସିଂହ ଏ କଥା କହିଥିଲେ। ତା ବିବୃତିକୁ ଫିଗର ଅଫ୍ ସ୍ପିଚ୍ ପଢ଼ାଇ ବେଳେ ଇମ୍ପରଫେକ୍ଟ ସିମିଲିୟର ମୌଳିକ ଦୃଷ୍ଟାନ୍ତ ଭାବରେ ବ୍ୟବହାର କରି ସେ ତା ଉପରେ ପ୍ରତିଶୋଧ ନେଇଥାନ୍ତେ। ଗୁଣ୍ଡୁଚିମାନଙ୍କୁ କିନ୍ତୁ ସେ ସମ୍ପ୍ରତି ଭୟ କରିବାକୁ ଆରମ୍ଭ କରିଥିଲେ। କାହିଁକି କେଜାଣି ବହୁ କାଳରୁ ତାଙ୍କର ଧାରଣା ଥିଲା, ଗୁଣ୍ଡୁଚିମାନେ କେବଳ ଫୁଲ ଫଳ ଆହାର କରନ୍ତି, ସେମାନେ ନିରାମିଷାଶୀ। କିନ୍ତୁ 3 ଦିନ ତଳେ ସେ ବେଞ୍ଚ ପାଖକୁ ଆସିବା ପୂର୍ବରୁ ତାକୁ ଅଧିକାର କରିଥିବା 2-3ଟି ଗୁଣ୍ଡୁଚି କୁଣ୍ଠିତ ଭାବରେ ଗଛ ଉପରକୁ ଡେଇଁ ଚାଲିଗଲେ। ସେ ଦେଖିଲେ ବେଞ୍ଚ ଉପରେ 2 ବୁନ୍ଦ ରକ୍ତ, ଅର୍ଥାତ୍ ଗୁଣ୍ଡୁଚିମାନେ କୌଣସି ଜୀବକୁ ବଦ୍ଧ କରିଛନ୍ତି। ଡାଭିଡ୍ ସ୍ୱୟଂ ଜୀବନରେ କିଛି କିଛି ପଶୁପକ୍ଷୀଙ୍କ ରକ୍ତପାତ ଘଟାଇଥିଲେ, କିନ୍ତୁ ସେ 2 ବୁନ୍ଦୁ ରକ୍ତ କାହିଁକି କେଜାଣି ତାଙ୍କୁ ବଡ଼ ଭୟାବହ ଲାଗିଥିଲା। ପ୍ରତାପ ସିଂହର ବିବୃତି ସହ ଗୁଣ୍ଡୁଚି ଚରିତ୍ର ଏପରି ଏକ ନୂତନ ଆଲୋକପାତ ଡାଭିଡ୍ଙ୍କ ହୃଦୟରେ ଦାରୁଣ ଅସ୍ୱସ୍ତିର ସଞ୍ଚାର କରିଥିଲା। ସେ ଏ ବେଞ୍ଚରେ ଆଉ ବସିବେ ନାହିଁ ବୋଲି ସ୍ଥିର କରିଥିଲେ, କିନ୍ତୁ ତଥାପି ବସିଲେ। କାରଣ 2 ଦିନ ତଳର ସେ ରୋମାଣ୍ଟିକ ଯୁବକ ଯୁବତୀ ହଳକ ପୁଣି ହୁଏତ ଏଠାକୁ ଆସିବେ। 2 ଦିନ ତଳର ସେ ଯୁବକ ଯୁବତୀ, ଛି କେଡ଼େ ଲାଜକୁଳା। ପ୍ରାୟ 1.5 ଘଣ୍ଟା ବସି ରହିବା ଭିତରେ ସେମାନେ ସର୍ବମୋଟ ଡର୍ଜନେ ସରିକି ଶବ୍ଦ ଆଦାନ ପ୍ରଦାନ କରିଥିବେ କି ନା ସନ୍ଦେହ। ଶେଷ ପର୍ଯ୍ୟନ୍ତ ଯୁବକଟି କ'ଣ କହିବ ବୋଲି କିଛି କହିପାରିଲା ନାହିଁ। ଅଥଚ 65 ବର୍ଷ ତଳେ ସେତେବେଳେ ପ୍ରେମ ଅପେକ୍ଷାକୃତ ଦୁର୍ମୂଲ୍ୟ ଥିଲା। ଆଜି ଆପାମାର ଜନତାକୁ ସେ ସଂକ୍ରାନ୍ତୀୟ ଭାଷା ଓ ଶୈଳୀ ଶିଖାଇବା ପାଇଁ
ଯେପରି ସୁଲଭ ସିନେମାର ବ୍ୟବସ୍ଥା ହୋଇଛି ସେତେବେଳେ ସେପରି ହୋଇନଥିଲା। ସେ ଯୁଗରେ ବି ଅତ୍ୟଳ୍ପ ସମୟ ଭିତରେ ହିଁ ଡାଭିଡ୍ ଏହି ପାର୍କରେ ଏକଦା ମିସ୍ ଜିମି ବିସ୍କୁଟବାଲାଙ୍କୁ ପ୍ରେମ ନିବେଦନ କରିପାରିଥିଲା। ମିସ୍ ବିସ୍କୁଟବାଲା ଅବଶ୍ୟ ହସି କହିଥିଲେ, ମୋ ପିତାମାତା ଅତି ରକ୍ଷଣଶୀଳ ପାର୍ସୀ। ଆଙ୍ଗ୍ଲୋ ଇଣ୍ଡିଆନ ବିବାହ କରିବାକୁ ହେଲେ ମତେ ବିଦ୍ରୋହ କରିବାକୁ ହେବ। ସେ ପାଇଁ ମୋର ଉତ୍ସାହ ନାହିଁ। ମୋ ବାପା ତମ ସ୍କୁଲ ପ୍ରେସିଡେଣ୍ଟଙ୍କ ଘନିଷ୍ଠ ବନ୍ଧୁ। ଜାଣିଛ, ହୁଏତ ତମ ଚାକିରି ଯିବ। ତେଣୁ ପ୍ରିୟ ଡାଭିଡ୍, ଆବେଗ ସମ୍ବରଣ କର। ଭଲ ଫୁଟବଲ ଖେଳୁଛ, ଖେଳୁଥାଅ। ଡାଭିଡ୍ ତାହା ହିଁ କଲେ। କିନ୍ତୁ କିଛି ଦିନ ପରେ ଏକ ସାତ୍ବିକ ଆବେଗର ବଶବର୍ତ୍ତୀ ହୋଇ ମିସ୍ ବିସ୍କୁଟବାଲାଙ୍କୁ ତାଙ୍କ ବୋମ୍ବେ ଠିକଣାରେ ଚିଠି ଲେଖୁଥିଲେ। ଟେକ୍ନିକାଲ କାରଣରୁ ସିନା ବିବାହ ହୋଇପାରିଲା ନାହିଁ, କିନ୍ତୁ ଥରେ କୁହ ତମେ ମତେ ଭଲ ପାଅ। ମିସ୍ ବିସ୍କୁଟବାଲାଙ୍କ ଠାରୁ ଉତ୍ତର ମିଳିଲା ନାହିଁ। ବହୁ ବର୍ଷ ପରେ ହାରାହାରି 3 ମାସ ଅନ୍ତରରେ ଡାଭିଡ୍ ବାରମ୍ବାର ଅନୁତାପ କରିଛନ୍ତି, ଚାକିରି ଗଲେ ଯାଇଥାନ୍ତା। ମିସ୍ ବିସ୍କୁଟବାଲାଙ୍କ ବିରୁଦ୍ଧ ବିଦ୍ରୋହ କରିବାକୁ ଉତ୍ସାହ ହେବା ହିଁ ଆଦର୍ଶ ପ୍ରେମ କୋଚିତ କାର୍ଯ୍ୟ ହୋଇଥାନ୍ତା। ଏକଥା ଯେତେଥର ମନେ ପଡ଼ିଛି ସେତେଥର ନିଜ ମୂଢ଼ତା ପ୍ରତି ଘୃଣାବଶତଃ ନିଜକୁ ବାଡ଼େଇବାକୁ ମନେ ହୋଇଛି। 55 ବର୍ଷ ଯାଏ ସେ ପ୍ରାତଃ କାଳରେ ଦୌଡ଼ି ଦୌଡ଼ି ସ୍ୱାସ୍ଥ୍ୟ ରକ୍ଷା କରୁଥିବା ବେଳେ ଏକଥା ମନେ ପଡ଼ିଲେ 2 ଗୁଣ ବେଗରେ ଦୌଡୁଛନ୍ତି। 2 ଦିନ ତଳର ଯୁବକ ଯୁବତୀ ଯଦି ପୁଣି ଆସିବେ ଓ ସେଇଭଳି ବିଦ୍ରୋହର ଆବଶ୍ୟକତା ଦୃଷ୍ଟିରୁ ଭୟଭୀତ ହେବେ, ତେବେ ଡାଭିଡ୍ ସେମାନଙ୍କୁ ହିମ୍ମତ ଯୋଗାଇ ଦେବାର ନିଷ୍ପତ୍ତି ନେଇ ସାରିଥିଲେ। ପାଇନ ବନ ଉପରୁ ଜହ୍ନ ଉଠୁଛି, ହିମାଳୟର ସମ୍ଭ୍ରାନ୍ତ ସ୍ପର୍ଶକତାର ଜହ୍ନ। ଯୁବକ ଯୁବତୀ 2 ଜଣ ଧୀରେ ଧୀରେ ଆଗେଇ ଆସି ବେଞ୍ଚର ଅନ୍ୟ ପ୍ରାନ୍ତରେ ବସିଲେ। ବାଃ, ସୁନ୍ଦର ଜହ୍ନ। ମନେ ଅଛି ଆମର ପ୍ରଥମ ଭେଟ ବେଳେ ଏମିତି ଜହ୍ନ ଉଠିଥିଲା? ଯୁବକ କହିଲା। ଯୁବତୀଟି କେବଳ ଦୀର୍ଘ ନିଶ୍ୱାସ ଛାଡ଼ିଲା। ଅବଶ୍ୟ ଏଇଟା ଡାଭିଡ୍ଙ୍କ ଅନୁମାନ ମାତ୍ର ହୋଇପାରେ। ତଥାପି ତାଙ୍କ ଆଖି ସିନା ମଉଳି ଯାଇଛି, କାନ 2ଟି ରହିଛି ଶାଣିତ। ଡୋରା, କେତେ ଦିନ ହେଲା କହିବି କହିବି ଭାବୁଛି। ଯୁବକ କହିଲା, ମୁଁ ବି। ଆଗ୍ରହରେ ଉତ୍ତର ଦେଲା ଯୁବତୀ। ବାଃ ବାଃ। ଡାଭିଡ୍ ଉତ୍ସାହ ହେବାକୁ ଯାଉ ଯାଉ ରହିଗଲେ। ତାଙ୍କ ପକ୍ଷରେ କୁମ୍ଭୀର ଛାଲ ଭଳି ପଡ଼ି ରହିବା ହିଁ ଶ୍ରେୟସ୍କର। ତାଙ୍କ ଅସ୍ତିତ୍ୱର ସେଇଭଳି ପ୍ରାୟ ଶୂନ୍ୟତା ହେତୁରୁ ହିଁ ଯୁବକ ଯୁବତୀ ପାର୍କର ଅନ୍ୟ ସବୁ ବେଞ୍ଚକୁ ଛାଡ଼ି ଏଇଟିକୁ ଆନ୍ତରିକ ଆଳାପ ପାଇଁ ମନୋନୀତ କରିଛନ୍ତି। 5 ମିନିଟ୍ ବିତିଗଲା। ବୁଦ୍ଧୁମାନେ, କହୁନା କାହିଁକି? ଭାଷା ଆସୁନାହିଁ? କେତେ ନମ୍ବର ଥିଲା ସାହିତ୍ୟରେ? ପଢ଼ିନାଅ ଜେନ୍ ଆୟର କ'ଣ କହିଥିଲା ରୋଚେଷ୍ଟାର ଜେନ୍କୁ? ଶୁଣ ଜେନ୍, ମୁଁ ତମକୁ ଗୋଟାପଣ ମୋର ଏକାନ୍ତ ନିଜର କରିପାଇବା ଦରକାର। କୁହ, ତମେ ମତେ ହେବ କି ନାହିଁ? କୁହ ହଁ ଶୀଘ୍ର। ପଢ଼ିନାଅ ମାର୍ଚେଣ୍ଟ ଅଫ୍ ଭେନିସ୍। କ'ଣ କହିଥିଲା ସୋଫିଆ ବାସାନିଓକୁ? ମୋ ନିଜ ପାଇଁ ସିନା ମୋର କିଛି ଅଭିଳାଷ ନାହିଁ, କିନ୍ତୁ ତୁମ ପାଇଁ ମୁଁ ଯଦି ନିଜକୁ 1000 ଗୁଣ ଅଧିକ ସୁନ୍ଦରୀ କରିପାରନ୍ତି, ଯଦି 10,000 ଗୁଣ ଅଧିକ ଧନଶାଳିନୀ ହୋଇପାରନ୍ତି, ଖାସ୍ ତୁମ ପାଇଁ। ପଢ଼ିନାଅ ଅନ୍ତତଃ ଟେମ୍ପେଷ୍ଟ। ମିରାଣ୍ଡାକୁ ଦେଖି କ'ଣ କହିଥିଲା ପ୍ରୋସ୍ପାରୋର ଯାଦୁବଳରେ ବନ୍ଦୀ ଫର୍ଡିନାଣ୍ଡ? ପୃଥିବୀଯାକ ଲୋକେ ଯେତେ ଇଚ୍ଛା ମୁକ୍ତି ଉପଭୋଗ କରନ୍ତୁ, ମୁଁ ଯଦି ଦୈନିକ ଥରୁଟିଏ କନ୍ୟାକୁ ଅବଲୋକନ କରିପାରନ୍ତି ମୋ ପାଇଁ, ତେବେ ଏ ବନ୍ଦିତ୍ୱ ହିଁ ଯଥେଷ୍ଟ ସ୍ୱାଧୀନତା ହୁଅନ୍ତା। ସେମିତି କିଛି କହି ପକାଅ ହେ ଯୁବକ ଯୁବତୀ। ସଅଳ ସଅଳ। ବହୁ ବର୍ଷ ପରେ, ହୁଏତ 2-3 ଦଶନ୍ଧି ପରେ, ଡାଭିଡ୍ କାକ୍ସଟନ୍ଙ୍କ ସମସ୍ତ ଧମନୀ ବ୍ୟାପୀ ରକ୍ତ ପ୍ରବାହ କ୍ଷିପ୍ରତର ହୋଇ ଉଠୁଥିଲା। ଭାବୁଛି, ଭୂମିକା ନ କରି ସିଧା କହିଦେବା ହିଁ ଭଲ। ଠିକ୍ 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 ଠିକ୍। ତେବେ କହୁନା କାହିଁକି? ଡାଭିଡ୍ ମନେ ମନେ ସେମାନଙ୍କୁ ସସ୍ନେହ ପ୍ରତିଶ୍ରୁତି ଦେଲେ। ହିନ୍ଦୁମାନଙ୍କ ପୁନର୍ଜନ୍ମ ବିଶ୍ୱାସ ଯଦି ସତ୍ୟ ହୋଇଥିବ, ମୁଁ ବରଂ ମରି ତୁମ ପୁଅ ହୋଇ ଜନ୍ମ ହେବି। ମୁଁ ଯଦି କି ସ୍ୱନାମଧନ୍ୟ ଫୁଟବଲ ଖେଳାଳି ଭାବରେ ଯେତେ ହାତ ତାଳି ପାଇଛି, ସେ ସବୁକୁ ଏକତ୍ର କଲେ ଧରା ବିଦୀର୍ଣ୍ଣ ହୋଇଯିବ। ମୁଁ, ଯିଏକି ମାତ୍ର 35 ବର୍ଷ ବୟସରେ ବିଖ୍ୟାତ ପ୍ରିନ୍ସ ଆଲବର୍ଟ ସ୍କୁଲର ପ୍ରଧାନ ଶିକ୍ଷକ ହୋଇପାରିଥିଲି। କହୁଥିଲି କି? ଯୁବକ 2 ସେକେଣ୍ଡ ରହି ପୁଣି କହିଲା, ଚାଲ କୌଣସି ଝାମେଲା ନ କରି ପରସ୍ପର ସମ୍ମତିରେ ଡାଇଭର୍ସ ମଞ୍ଜୁର କରିନେବା। ଭଲ କଥା। ଝାମେଲାର ପ୍ରୟୋଜନ କ'ଣ? ଯୁବତୀଟି ହାଇ ମାରି କହିଲା। ଓ ଡୋରା, ତମେ ଚିରକାଳ ବିବେକବତୀ। ଯୁବକ ମନ୍ତବ୍ୟ ଦେଲା ଓ ଦୁହେଁ ଉଠି ପଡ଼ିଲେ। ଡାଭିଡ୍ଙ୍କ କଣ୍ଠରୁ ହଠାତ୍ ଗୋଟିଏ ଅସ୍ୱାଭାବିକ ଧ୍ୱନି ନିର୍ଗତ ହେଲା, ଯେମିତି ଧ୍ୱନି ଶୁଣି ମୂଷା ଭଳି କାନ ସମ୍ବଳିତ ଭୂତ ତାଙ୍କୁ ମାଡ଼ି ବସିଥିବ ବୋଲି ମିସ୍ ମୋର୍ବାଲି ଅନୁମାନ କରୁଥିଲେ। କ'ଣ ହେଲା? କ'ଣ ହେଲା? ଯନ୍ତ୍ରଣା, ଛାତି? ଯୁବକଟି ଫେରିପଡ଼ି ବ୍ୟସ୍ତ ହୋଇ ଡାଭିଡ୍ଙ୍କ ଉପରେ ଝୁଙ୍କି ପଡ଼ିଲା। କିଛି ସାହାଯ୍ୟ କରିପାରୁ? ଯୁବତୀ ସାମାନ୍ୟ ଆଗ୍ରହରେ କହିଲା। ଓଃ,
ଆପଣ ବୋଧହୁଏ ବିଳିବିଳେଇଲେ। ମୁଁ ଭାବିଲି ଆପଣ କାତର ଧ୍ୱନି କଲେ। ଯୁବକଟି ଅପ୍ରସ୍ତୁତ ହେବା ସଙ୍ଗେ ସଙ୍ଗେ ଆଶ୍ୱସ୍ତ କଣ୍ଠରେ କହିଲା ଓ ଯୁବତୀକୁ ମୃଦୁ ଭାବରେ ଟାଣି ନେଇ ଚାଲିଗଲା। ଧନ୍ୟବାଦ।